ସନ୍ତାନର ସୁସ୍ଥତା ନିମନ୍ତେ ସେଇଠି ସେ ସ୍ପଷ୍ଟ କହୁଅଛନ୍ତି। Jesus is perfectly clear that even though he doesn't mention the devil, sickness is from Satan. ଯୀଶୁ ଯଦିଓ ସ୍ପଷ୍ଟ ଭାବରେ ସେ ଶୈତାନର କଥା କହୁନାହାନ୍ତି, କିନ୍ତୁ ତାଙ୍କର କହିବା ଅର୍ଥ ଯେ ସେ ଅସୁସ୍ଥତା ବା ସମସ୍ତ ପ୍ରକାର ରୋଗ ଶୈତାନ ଠାରୁ ଆସେ। Sickness is not a blessing, and it's not what God uses to teach the church. ପୀଡ଼ା ବା ରୋଗଗ୍ରସ୍ତଟା ଗୋଟେ ଆଶୀର୍ବାଦ ନୁହେଁ। Do you get that? Yes, yes. In Acts 10:38, this is what he says. God anointed Jesus of Nazareth with the Holy Spirit and power, who went about doing good and healing all who were oppressed of the devil. ଆସିରି ଯୀଶୁଙ୍କର ସେ କାହାଣୀରୁ ବା ଯୀଶୁ ଯାହା କହୁଛନ୍ତି, ପ୍ରେରିତ 10:38ରେ ଈଶ୍ୱର ପ୍ରଭୁ ତାଙ୍କୁ ଏମିତି ଆଶୀର୍ବାଦ କଲେ ସେ ବ୍ୟକ୍ତିଙ୍କୁ, ସେ ପ୍ରଭୁଙ୍କ ଲୋକଙ୍କୁ। ସେ ଯାଇ ଯେତେ ଜଣ ଅସୁସ୍ଥ ଥିଲେ ସମସ୍ତଙ୍କୁ ସୁସ୍ଥତା କରିବା ନିମନ୍ତେ ଅଧିକାର ଦେଲେ। ସେ ଯାଇ ସମସ୍ତଙ୍କୁ ସୁସ୍ଥତା ପ୍ରଦାନ କଲେ। However, there's only a few instances where he actually speaks to a demon and acknowledges the satanic hold that someone has on their life. ଅଳ୍ପ କେତେଟା ଜାଗାରେ ଶୈତାନର ଯୋଉ ଶକ୍ତି ଅଛି, କ୍ଷମତା ଅଛି ଲୋକମାନଙ୍କର ପୀଡ଼ା ବା ଯନ୍ତ୍ରଣା ଦେବାରେ, ସେ ବିଷୟରେ ଅଳ୍ପ କେତେ ସ୍ଥାନରେ ପ୍ରଭୁ କହନ୍ତି। He often calls it an unclean spirit. ସେଟା ସେ ସଦା କୁହନ୍ତି ସେ ଅଶୁଚି ଆତ୍ମା। So, for instance, in Mark, when he meets a man in the synagogue, he casts out an unclean spirit. ଆଉ ସମାଜ ଗୃହରେ ଯେତେବେଳେ ମାର୍କ ପୁସ୍ତକର ସମାଜ ଗୃହରେ ଜଣେ ଲୋକଙ୍କୁ ମିଶନ୍ତି, ସେ ଅଶୁଚି ଆତ୍ମା ବିଷ୍ଟ ବୋଲିକି ସେ କହନ୍ତି। And in Mark chapter 5 that we have just heard, there's a dramatic deliverance of the man who's cutting himself and is obviously showing signs of demonic oppression. ମାର୍କ 5 ଅଧ୍ୟାୟରେ ଗୋଟେ ଅଦ୍ଭୁତ ଘଟଣା ଦେଖୁଛୁ, ଯେ କି ଶୈତାନ ଦ୍ୱାରା ଆକ୍ରାନ୍ତ ହୋଇ ନିଜକୁ କ୍ଷତ ବିକ୍ଷତ କରୁଛି। ସେ ବିଷୟରେ ଆମେ ଅଧ୍ୟୟନ କଲୁ। We need to understand that God has given us authority over these spirits. ଆମକୁ ଜାଣିବା ଉଚିତ, ନିଜେ ଅନୁଭବ କରିବା ଜାଣିବା ଉଚିତ ଯେ ପରମେଶ୍ୱର ଆମକୁ ଶୈତାନ ଉପରେ ଅଧିକାର ଦେଇଛନ୍ତି। He has given us authority over sickness. ଆମର ପୀଡ଼ା ବା ରୋଗ ଉପରେ ମଧ୍ୟ ଆମକୁ ଅଧିକାର ଦେଇଛନ୍ତି ସେଠୁ ବାହାରି ଆସିବା। In Luke chapter 9, in verse 1, he says he gave this gift to his disciples. ଲୁକ 9 ଅଧ୍ୟାୟ 1 ପଦରେ ସେଠି ଲେଖା ଅଛି ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଅଧିକାର ଦେଲେ। And we are his disciples and have the same gift given to us by Jesus. ଆମେ ମଧ୍ୟ ତାଙ୍କର ଶିଷ୍ୟ, ସେଥିପାଇଁ ପ୍ରଭୁ ଆମମାନଙ୍କୁ ମଧ୍ୟ ସେ ଅଧିକାର ଦେଇଛନ୍ତି। I have had some interesting experiences with deliverance. ମୋର ସେ ସୁସ୍ଥତା ବିଷୟରେ ଗୋଟେ ଅଦ୍ଭୁତ ଆନନ୍ଦର ଗୋଟେ ସାକ୍ଷ୍ୟ ରହିଛି। One day when we were casting out a demon, the man grabbed a knife and tried to kill us. ଆଉ ସେ ଦିନେ ଗୋଟେ ଲୋକକୁ ଯେତେବେଳେ ସୁସ୍ଥ କରିବାକୁ ଯାଉଥିଲୁ, ସେ ଲୋକଟା ସେ ଛୁରା ଧରିକି ସେ ମାରିବା ପାଇଁ ଚେଷ୍ଟା କଲା। However, we were able to say the blood of Jesus is against you, and he dropped the knife. ଆଉ ସେଇ ସମୟରେ ଆମେ କହିଲୁ ଯୀଶୁଙ୍କର ରକ୍ତର ଶକ୍ତିରେ ଆମେ ବାନ୍ଧୁଛୁ। ଯେତେବେଳେ କହିଲୁ ସେ ଛୁରାଟା ସେ ଫିଙ୍ଗି ଦେଲା। It wasn't the man who was wanting to kill us, it was the demon in the man. ଏଇଟା ସେ ମନୁଷ୍ୟ ଯିଏ କି ଭୂତଗ୍ରସ୍ତ ଥିଲା, ସେଇ ମନୁଷ୍ୟ ସେ ଛୁରା ଧରିକି ଆମକୁ ମାରିବାକୁ ଚେଷ୍ଟା କରୁନଥିଲା, କିନ୍ତୁ ଏଇଟା ଶୈତାନ ତାଙ୍କର ଯୋଉ
ତା ଭିତରେ ଯୋଉ ଶୈତାନ ଥିଲା ସେ ଆମକୁ ଆଘାତ କରିବାକୁ ଚାହୁଁଥିଲା। So after commanding the demon to leave, the man was set gloriously free. ଆଉ ଯେତେବେଳେ ଯୀଶୁଙ୍କ ନାମରେ ତାକୁ ଧମକ ଦେଲୁ ଶୈତାନ ଚାଲିଗଲା ଏବଂ ସମ୍ପୂର୍ଣ୍ଣ ଭାବରେ ସେ ଅତି ସୁନ୍ଦର ଭାବରେ ସୁସ୍ଥତା ପାଇଲା। On another occasion, we were praying with a woman who had an extraordinarily troubled history. ଆଉ ଆଉ ଗୋଟେ ଅନ୍ୟ ଜାଗାରେ ଗୋଟେ ସ୍ତ୍ରୀ ଲୋକକୁ ଯେ କି ଅତିରିକ୍ତ କଷ୍ଟ ଅନୁଭବ କରିଥିଲେ ତା ପାଇଁ ଆମେ ପ୍ରାର୍ଥନା କରୁଥିଲୁ। God gave us the name of a demon and we took authority over it. And ଆଉ ତାକୁ ମଧ୍ୟ ଆମେ ଶୈତାନର କବଳରୁ ମୁକ୍ତ କରିବା ପାଇଁ ପ୍ରଭୁ ଆମକୁ ଅଧିକାର ଦେଲେ, ଶକ୍ତି ପ୍ରଦାନ କଲେ। suddenly, all the lights went out in our local street. Our lights went out in our home, and we were standing in darkness. ଅଚାନକ ଭାବରେ ଆମର ଏରିଆର ଗୃହ ଭିତରେ ଗୃହର ବାହାରେ ମଧ୍ୟ ଇଲେକ୍ଟ୍ରିକ କରେଣ୍ଟ କଟ ହେଇଗଲା, କରେଣ୍ଟ ଚାଲିଗଲା ଏବଂ ଆମେ ଅନ୍ଧାର ଭିତରେ ଛିଡା ହେଇଥିଲୁ। This was a big and powerful demon. ଏଟା ବହୁତ ବଡ ଏବଂ ଶକ୍ତିଯୁକ୍ତ ଶୈତାନର ଶକ୍ତି ଥିଲା। And nobody can convince me that it wasn't he that put out the lights. କେ ମତେ କହିଲେ ନାହିଁ ଏଟା, କେ ମତେ ନିଶ୍ଚିତ କଲେ ନାହିଁ ଯେ ଏଟା ଶୈତାନର କାମ ବୋଲି। However, once the demon had been told to go, all the lights came back on. କିନ୍ତୁ ସେ ଯାହା ହଉ ନା କାହିଁକି ଆମେ ଯେତେବେଳେ ଶୈତାନକୁ ଧମକ ଦେଲୁ, ତାକୁ ବାହାରି ଯିବା ପାଇଁ କହିଲୁ, ସଙ୍ଗେ ସଙ୍ଗେ ଆଲୁଅ ପଳାଇଲା। That was a very strange moment. ଏଟା ଗୋଟେ ଅଦ୍ଭୁତ ଘଟଣା ଥିଲା। On another occasion, ଅନ୍ୟ ଗୋଟେ ଘଟଣାରେ we cast out a spirit of epilepsy. ଆଉ ଜଣେ ମୃଗୀ ରୋଗର ଯେ କି ଅଚାନକ ପଡି ଯାଉଥିଲେ ସେ ପ୍ରକାର ଲୋକକୁ ଆମେ ସୁସ୍ଥ କରିବାର ସୁଯୋଗ ପାଇଲୁ। The man we were praying with went out in the spirit. He looked like he was unconscious. ଆଉ ସେ ଯାହା ପାଇଁ ଆମେ ପ୍ରାର୍ଥନା କରୁଥିଲୁ ସେ ଅନ୍ତର ତା ଭିତରେ ମନ୍ଦ ଶକ୍ତି ପ୍ରବେଶ କଲା ଏବଂ ସେ ଅଜ୍ଞାତ ଅଚେତ ଅବସ୍ଥାରେ ପଡିଥିଲା। He woke up again to speak to us, but then for a whole week he kept going out in the spirit and coming back. ଆଉ ସେ ଉଠିଲେ ଆମ ସହିତ କଥାବାର୍ତ୍ତା କଲେ, କିନ୍ତୁ ଗୋଟେ ସପ୍ତାହ ସାରା ସେ ମନ୍ଦ ଶକ୍ତି ତା ଶରୀରରୁ ବାହାରକୁ ଯିବା ଆସିବା କରୁଥିଲା। His family were very worried and said, "Oh, what is going on?" ତା ପରିବାର ଟିକେ ଚିନ୍ତିତ ହେଲେ ଏବଂ କହିଲେ କଣ ହଉଛି ଆ ପ୍ରତି। We said, "Don't worry, it's just the Holy Spirit." ଆଉ ଆମେ କହିଲୁ ଚିନ୍ତା କର ନାହିଁ, ଏଟା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଏଟା। After that, this gentleman who had had epilepsy for about 50 years was totally healed and never had another epileptic fit. ଯେ ମୃଗୀ ରୋଗୀ ଯେ କି ଅଚାନକ ପଡି ଯାଉଥିଲେ ସେ ପ୍ରକାର ଲୋକ, ସେଟା ପ୍ରାୟ 50 ବର୍ଷ ତା ଜୀବନରେ ଥିଲା, କିନ୍ତୁ ସେ ପ୍ରାର୍ଥନା କଲା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଇଗଲା। It was a wonderful result. ଏହାର ଆଶ୍ଚର୍ଯ୍ୟ ଫଳାଫଳ ଥିଲା। Jesus always spoke to sicknesses. ଯୀଶୁ ସବୁବେଳେ ସେ ପୀଡିତ ବା ରୋଗୀ ଲୋକମାନଙ୍କ ବିଷୟରେ କହୁଥିଲେ। He didn't ask the Father to heal them. He spoke to them and commanded them to be gone. ଆଉ ସେ ରୋଗୀ ମନ୍ଦ ଶକ୍ତି ଯେତେବେଳେ ଥିଲା ସେ ପିତାଙ୍କ ନିକଟରେ କହିଲେ ନା ୟାକୁ ବାହାର କରିବା ପାଇଁ, କିନ୍ତୁ ସେ ନିଜେ ଆଦେଶ ଦେଲେ ଏବଂ ତାକୁ ବାହାର କଲେ। For us, because Jesus accomplished everything on the cross, we understand that the sickness is already beaten. ଯୀଶୁ କ୍ରୁଶରେ ସମସ୍ତ କାର୍ଯ୍ୟ ସମାପ୍ତ କଲେ, ତଦ୍ୱାରା ଆମେ ଜାଣିପାରୁଛୁ ଯେ ଏ ରୋଗଟାକୁ ଦୂରେଇ କରିବା ପାଇଁ ମଧ୍ୟ ସେ ସମାଧାନ କରିଛନ୍ତି। Jesus has already defeated it by the blood of the cross.
କ୍ରୁଶରେ ଯେଉଁ ରକ୍ତ ଦେବା ଦ୍ୱାରା ସେ ପୀଡ଼ା ବା ରୋଗଗ୍ରସ୍ତ ଜୀବନକୁ ସେ ହରେଇଛନ୍ତି। This gives us great confidence to understand that as we speak to sicknesses and diseases or demons, they have to obey. ସେ ବାସ୍ତବ ପ୍ରକୃତ ବିଷୟ ଯାହା ଆମେ ଦେଖୁଛୁ, ସତ୍ୟତା ଆମେ ଜାଣିପାରୁଛୁ, ତଦ୍ୱାରା ଆମେ ସାହସିକ ହେଇପାରୁ ଏବଂ ସେ ମନ୍ଦ ବା ରୋଗଗ୍ରସ୍ତକୁ ଆମେ ଯୀଶୁଙ୍କ ନାମରେ ଧମକ ଦେଇ ବାହାର କରିପାରୁ। I do believe that I mean, in my own current experience of being ill, I actually have had the problem for about 7 years. ମୋ ନିଜ ଅନୁଭୂତିରେ ତାହା ମୁଁ ସ୍ୱୀକାର କରୁଛି, ପ୍ରଭୁ ମତେ କେମିତି ରକ୍ଷା କଲେ। 7 ବର୍ଷ କାଳ ସେ ସମସ୍ୟା ଥିଲି, ସେତେବେଳେ କେମିତି ମତେ ରକ୍ଷା କଲେ ସେଟା ମୋର ଅନୁଭୂତି ଅଛି। I have had stage 4 lymphoma twice. ମୁଁ 4th ପର୍ଯ୍ୟାୟର ସେ ଲିମ୍ଫୋମା ବା ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲି। And still the cancer has sought to come back. କିନ୍ତୁ ସେଇଠୁ ମଧ୍ୟ ଆଉ ଥରେ ଫେରି ଆସିବା ମୋର ଇଚ୍ଛା ଥିଲା। However, every time it's come back, Jesus has done something miraculous to remove it. ବାରମ୍ବାର ଯେତେବେଳେ ସେ ରୋଗ ମୋ ଶରୀରକୁ ଆସୁଥିଲା, କିନ୍ତୁ ତାଠୁ ଅଧିକ ଶକ୍ତି ପ୍ରଭୁ ଯୀଶୁଙ୍କର ମୋ ଶରୀରରୁ ସେ ରୋଗକୁ ଦୂର କରିବା ତାଙ୍କର କ୍ଷମତା ଅଛି। I am waiting for my healing to be complete, and I believe it will be soon. ମୁଁ ଆଶା କରେ, ଅପେକ୍ଷା କରୁଛି ମୋର ଶରୀରରୁ ସମ୍ପୂର୍ଣ୍ଣ ଭାବରେ ମୁଡପୁଛ ହେବ ସେ ରୋଗ, ସେ ଅପେକ୍ଷାରେ ମୁଁ ଅଛି, ସେଟା ନିଶ୍ଚିତ ହବ। I think we all would like an instant miracle when we pray ଆମେ for the sick. ଆମେ ସମସ୍ତେ ଯାହା ପ୍ରାର୍ଥନା କରୁଛୁ ଗୋଟେ ସୁସ୍ଥତା ପାଇଁ ସଙ୍ଗେ ସଙ୍ଗେ ହଉ, ସେଟା ଆମେ ଇଚ୍ଛା କରୁଛୁ। But sometimes it is a process. It କିନ୍ତୁ isn't instant. କିନ୍ତୁ ଅନେକ ସମୟରେ ଏଟା ଅଚାନକ ସଙ୍ଗେ ସଙ୍ଗେ ହୁଏ ନାହିଁ, କିନ୍ତୁ ସେଟା ଗୋଟେ ସମୟ ନିଏ ସେଟା ସୁସ୍ଥ ହେବା ପାଇଁ। So when we don't get an instant result, we need to keep pressing in. ଆମେ ଯେତେବେଳେ ଗୋଟେ ଯେକୌଣସି ବିଷୟ ପ୍ରାର୍ଥନା, ବିଶେଷ ରୋଗ ନିମନ୍ତେ, ସୁସ୍ଥତା ନିମନ୍ତେ ଯଦି ସଙ୍ଗେ ସଙ୍ଗେ ସୁସ୍ଥତା ପାଉନାହୁଁ, ସେଥିପାଇଁ ଅପେକ୍ଷା କରିବ, ପ୍ରାର୍ଥନା କରୁଥିବୁ। I believe that God is never saying no, he won't heal. ଈଶ୍ୱର କେବେ ମଧ୍ୟ କହିବେ ନାହିଁ, ନାହିଁ ମୁଁ ସୁସ୍ଥ କରିବି ନାହିଁ ବୋଲି କହିବେ ନାହିଁ। But sometimes things cling on to people stubbornly. କିନ୍ତୁ ଅନେକ ଅନେକ ସମୟରେ ଆମେ ସେଟାକୁ ଟିକେ ଆଉ ଧୈର୍ଯ୍ୟ ଧରିକି ସେ ପ୍ରାର୍ଥନାରେ ରହିବାକୁ ପଡିବ। I am glad that nobody's given up on me, and I haven't given up on myself either. ମୁଁ ଏପର୍ଯ୍ୟନ୍ତ ଛାଡି ଦେଇ ନାହିଁ, ହେବ କି ନାହିଁ କାହିଁକି ମୁଁ ବୋଲେ ସନ୍ଦେହ କରି ମୁଁ ପରିତ୍ୟାଗ କରିନାହିଁ ପ୍ରାର୍ଥନାରେ, କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ରହିଛି। So can I encourage you to be steadfast in your approach when you find that somebody is sick? ଜଣଙ୍କର ବିଷୟରେ ଯେତେବେଳେ ଜଣଙ୍କର ରୋଗ ବା ପୀଡା ବିଷୟ ପ୍ରାର୍ଥନା କରୁଛନ୍ତି, ଆପଣ ଏତେ ସହଜରେ ହାଲକା ଭାବରେ ଛାଡି ଦିଅନ୍ତୁ ନାହିଁ, ପ୍ରାର୍ଥନା କରି ରୁହନ୍ତୁ, ପ୍ରଭୁଙ୍କ ଉପରେ ନିର୍ଭର କରୁଥାନ୍ତୁ। Believe that we have the authority to do it. ବିଶ୍ୱାସ କରନ୍ତୁ ଆମର ସେ କ୍ଷମତା ଅଛି ସେଟା କରିବା ପାଇଁ। And believe that it's always the Father's will to heal. ଆଉ ଏଇ ବିଶ୍ୱାସ ମଧ୍ୟ କରିବା ଯେ ଏଇଟା ଈଶ୍ୱରଙ୍କର ଇଚ୍ଛା ଆମେ ସୁସ୍ଥରେ ରହିବୁ। Even if it doesn't seem to happen instantly. ଯଦିଓ ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା କ୍ଷଣି ସେଟା ସୁସ୍ଥ ନହେଲେ ମଧ୍ୟ ଆମର ବିଶ୍ୱାସଟା ବଜାଇ ରଖିବା ଉଚିତ। Even Jesus prayed for a blind man twice. ଯୀଶୁ ମଧ୍ୟ ସେ ଅନ୍ଧକୁ ଦୁଇଥର ସେ ଛୁଇଁଲେ, ଦୁଇଥର ତା ପାଇଁ ସେ ତାକୁ ଛୁଇଁଲେ। And he had a tremendous anointing that breaks the yoke of bondage of sickness. ଯୀଶୁଙ୍କ ଠାରେ ସେ କ୍ଷମତା ଅଛି, ସେ ଜୁଆଡି, ସେ ମନ୍ଦ ଶକ୍ତିର ଜୁଆଡିକୁ ଭାଙ୍ଗିବା ପାଇଁ ତାଙ୍କର କ୍ଷମତା ଅଛି। I do believe that the stories that we read about Jesus healing the sick are not the only stories of what he did.
ଆମେ ବିଶ୍ୱାସ କରୁଛୁ ଯୀଶୁ ଯେଉଁ ସୁସ୍ଥତାର କାର୍ଯ୍ୟ କଲେ, ଆଶ୍ଚର୍ଯ୍ୟ କର୍ମ କଲେ, ରୋଗୀ ମାନଙ୍କୁ ସୁସ୍ଥ କଲେ, କେବଳ ଯାହା ଯୀଶୁ ସମସ୍ତ କରିଛନ୍ତି କେବଳ ସେତିକି କରିଛନ୍ତି ତାହା ନୁହେଁ, ଅନେକ ମଧ୍ୟ କରିଛନ୍ତି ନିଶ୍ଚୟ। There are 19 clear examples of healings that Jesus accomplished. ଯୀଶୁଙ୍କୁ ସୁସ୍ଥ କରିବାର ବିଷୟ ଆମେ ଯେ ସୁସମାଚାର ଦେଖୁଛୁ ପ୍ରାୟ 19ଟା ଅଛି। But it does say that if everything was recorded that he did, there wouldn't be enough books to contain it. କିନ୍ତୁ ବାଇବଲରେ ମଧ୍ୟ ଲେଖା ଅଛି ଯଦି ସବୁ ଲେଖା ହେଇଥାନ୍ତା ସେ ଏଟା ବହୁତ ହେଇଥାନ୍ତା, ଏଇ ପୃଥିବୀରେ ରଖିବାର ଜାଗା ନଥାନ୍ତା। So let me encourage you to expect your own healing. ମୁଁ ଉତ୍ସାହ ଦିଏ ଆପଣ ମାନଙ୍କୁ ସୁସ୍ଥତା ପାଇଁ, ଆପଣଙ୍କ ନିଜର କିମ୍ବା ଅନ୍ୟର କୌଣସି ପ୍ରାର୍ଥନା ସୁସ୍ଥତା ପାଇଁ ଆପଣ ଧୈର୍ଯ୍ୟ ଧରି ପ୍ରାର୍ଥନାରେ ରୁହନ୍ତୁ। What I would like to do is to pray for anybody who has a sickness in their body right ମୁଁ now. ମୁଁ କଣ କରିବାକୁ ଚାହୁଁଛି ବର୍ତ୍ତମାନ, ଆପଣ ମାନେ ଯଦି ଆପଣଙ୍କର କିମ୍ବା କାହାର କେତେ ଅସୁସ୍ଥ ଅଛନ୍ତି, ପୀଡା ଅଛି, ରୋଗ ଅଛି, ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବର୍ତ୍ତମାନ। And I want you to agree with this prayer ମୁଁ ସେ ପ୍ରାର୍ଥନା ସହିତ ସମ୍ମତ ହେବା ପାଇଁ ଚାହୁଁଛି, because heaven and his divine power is available to each one of us. କାହିଁକି ସ୍ୱର୍ଗ ଏବଂ ସେଥିର ଐଶ୍ୱରିକ ଶକ୍ତି ଆମ ସମସ୍ତଙ୍କ ପାଇଁ ସେଟା ଉଦ୍ଦିଷ୍ଟ, ସମସ୍ତଙ୍କ ପାଇଁ ସେଟା ଅଛି। I hope you don't believe that God has anything to do with making you sick. Sorry, I didn't get you. I hope you don't believe that God made you sick. ମୁଁ ଆଶା କରେ ଆପଣ ମାନେ ଈଶ୍ୱର ମତେ ଅସୁସ୍ଥ କଲେ ବା ରୋଗ ଦେଇଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି। Remember what Jesus said to the leper. The ଯୀଶୁ leper ସେ said, ଯୀଶୁ ସେ କୁଷ୍ଠ ରୋଗୀ କଣ କହିଲେ ସେଟା ମନେ ପକାନ୍ତୁ। the leper said, if you are willing, you can make me clean. ଆଉ କୁଷ୍ଠ ରୋଗୀ କହିଲେ ଯୀଶୁଙ୍କୁ, ଯୀଶୁ ଆପଣ ଯଦି ଇଚ୍ଛା କରନ୍ତି ମତେ ସୁସ୍ଥ କରିପାର। And Jesus said, I am willing. ଯୀଶୁ କହିଲେ ମୁଁ ଇଚ୍ଛା କରୁଅଛି। So if you have a sickness, that's what Jesus says to you today. ଯଦି ଆପଣଙ୍କର ସେ ପ୍ରକାର ଆଉ ରୋଗ ଥିବ, ଯୀଶୁ ସେଟା ହିଁ କହୁଛନ୍ତି ଆପଣ, He is willing. ତାଙ୍କର ଇଚ୍ଛା ଆପଣଙ୍କ ସୁସ୍ଥତା ପାଇଁ। I can almost hear in Jesus's voice as he speaks to the leper the thought, what are you talking about? Of course I'm willing. ମୁଁ ଯେତେବେଳେ କୁଷ୍ଠ ରୋଗୀ ଯୀଶୁଙ୍କୁ ପଚାରୁଛନ୍ତି ମତେ ତୁମର ଇଚ୍ଛା ହେଲେ ମତେ ସୁସ୍ଥ କର ବୋଲି କହୁଛି, ମୁଁ ସବୁବେଳେ ଏ ଭାବୁଛି ଯୀଶୁ କହୁଛନ୍ତି ତମେ କଣ କହୁଛ? ହଁ ମତେ ଇଚ୍ଛା କରୁଛି ତମେ ସୁସ୍ଥ ହୁଅ। So are you ready? ଆପଣ ପ୍ରସ୍ତୁତ ଅଛନ୍ତି କି ବର୍ତ୍ତମାନ? Just me a wave if you're ready. Give me a ଆପଣ wave ଜଣଙ୍କ if ପାଇଁ, you're ready. ଜଣ ଅସୁସ୍ଥ ଗୋଟେ ଲୋକଙ୍କ ପାଇଁ, ନିଜ ପାଇଁ କି ଅନ୍ୟ କାରଣ ପାଇଁ ଯଦି ପ୍ରାର୍ଥନା କରିବାକୁ ବର୍ତ୍ତମାନ ଇଚ୍ଛା କରୁଛନ୍ତି ହାତ ଉଠାନ୍ତୁ। There's a little song. I don't know whether you know it or not. ଗୋଟେ ଗୀତ It ଅଛି, goes like ଆପଣ this. ଜାଣିଛନ୍ତି କି ନାଇଁ କି? I am the Lord that healeth thee. I am the Lord that healeth thee. I am the Lord that healeth thee. ମୁଁ ପ୍ରଭୁ ଯେ କି ସୁସ୍ଥ କରିପାର କରେ, ମୁଁ ପ୍ରଭୁ ସଦାପ୍ରଭୁ ତୁମାନଙ୍କୁ ସୁସ୍ଥ କରେ। I thought you were going to sing it. And then the next verse, it says, in thee, O Lord, do I put my trust. In thee, O Lord, do I put my trust. In thee, O Lord, do I put my trust.
କେବଳ Okay. ତୁମ ଠାରେ ମୁଁ ଭରସା କରୁଛି, କେବଳ ତୁମ ଠାରେ ମୁଁ ଭରସା କରୁଛି, ଅନ୍ୟ କୌଣସି ନାହିଁ, ମାତ୍ର ତୁମ ଠାରେ ମୋର ଭରସା ଅଛି। Let's open our hearts and truly trust him. ଆମେ ଆମ ହୃଦୟ ଖୋଲି ପ୍ରକୃତରେ ତାଙ୍କ ଉପରେ ଭରସା କରିବା, ନିର୍ଭର କରିବା। So I'm now going to pray and believe that you will receive. ବର୍ତ୍ତମାନ ମୁଁ ପ୍ରାର୍ଥନା କରିବାକୁ ଯାଉଅଛି ଏବଂ ଆଶା କରେ ଆପଣ ସେ ପ୍ରାର୍ଥନାର ଉତ୍ତର ପାଇବେ। Okay. Father, I invite your Holy Spirit right now. ପିତା ଈଶ୍ୱର ତୁମର ପବିତ୍ର ଆତ୍ମାଙ୍କୁ ମୁଁ ଆହ୍ୱାନ କରେ ବର୍ତ୍ତମାନ। You are the healer ତୁମେ ସୁସ୍ଥକାରୀ ପରମେଶ୍ୱର and you live in us. ତୁମେ ଆମ ସଙ୍ଗରେ ଆମ ସହିତ ବାସ କରୁଅଛ। So today I speak to the Holy Spirit that lives in each of these individuals who have sickness. ଆଜି ପବିତ୍ର ଆତ୍ମାକୁ ମୁଁ କଥା କୁହେ, ଯେଉଁ ଯେଉଁ ପବିତ୍ର ଆତ୍ମା ବର୍ତ୍ତମାନ ଏଇ ସମସ୍ତ ଲୋକମାନଙ୍କର ବ୍ୟକ୍ତିଗତ ଲୋକମାନଙ୍କ ଭିତରେ ବାସ କରନ୍ତି। I thank you, Lord, that the same Spirit that raised Jesus from the dead dwells in each of us. ଯେଉଁ ପବିତ୍ର ଆତ୍ମା ଯୀଶୁଙ୍କୁ ପୁନରୁତ୍ଥାନର ଶକ୍ତିରେ ପୁନରୁତ୍ଥାନ କଲେ, ପୁନର୍ଜୀବିତ କରାଇଲେ, ସେ ଆତ୍ମା ସେ ଶକ୍ତି ଆମଠାରେ ବି ଅଛନ୍ତି। So, Holy Spirit, will you rise up and do what you're so good at? ପବିତ୍ର ଆତ୍ମା ତୁମେ ଛିଡା ହୁଅ ଏବଂ ତୁମେ ଉତ୍ତମ ବିଷୟ କର, କାର୍ଯ୍ୟ କର। I release the healing that they need in Jesus' name. ସେ ସୁସ୍ଥକାରୀ ଶକ୍ତି ଯୀଶୁଙ୍କ ନାମରେ ମୁଁ ପ୍ରକାଶ କରୁଅଛି ଏବଂ ତାହାକୁ ମୁଁ ମୁକ୍ତ କରୁଅଛି। I release the power and anointing of God's Holy Spirit to do the healing. ପବିତ୍ର ଆତ୍ମାର ଅଭିଷେକର ଶକ୍ତି ଦ୍ୱାରା ସେ ସୁସ୍ଥତା ପ୍ରଦାନ କର। And I thank you, Father, for your willingness to do this in Jesus' name. ପବିତ୍ର ପିତା, ଧନ୍ୟବାଦ ଦେଉଛି ତୁମର ଇଚ୍ଛା ଆମ ପ୍ରତି ସୁସ୍ଥତା ଦେବାର ଯେଉଁ ଇଚ୍ଛା କରୁଅଛ, ଏଥିପାଇଁ ତୁମର ଧନ୍ୟବାଦ ଯୀଶୁଙ୍କ ନାମରେ। Lord, I pray that you wrap your arms of love around each individual. ପ୍ରତିଟି ବ୍ୟକ୍ତିଙ୍କ ଉପରେ ତୁମର ପ୍ରେମରେ ତୁମେ ତାଙ୍କୁ ସ୍ପର୍ଶ କର। Draw them close to your heart, Jesus, today. ତୁମର ହୃଦୟର ନିକଟବର୍ତ୍ତୀ କରାଅ, ତ ଆକର୍ଷଣ କର। Bring peace and comfort for all that they have suffered in the past. ଶାନ୍ତି ଏବଂ ସାନ୍ତ୍ୱନା ସେମାନଙ୍କ ଜୀବନରେ ପ୍ରଦାନ କର, ଯାହା ସମସ୍ୟା ଥିଲେ ମଧ୍ୟ ସେଥିରୁ ମୁକ୍ତ କରିଛ। ଧନ୍ୟବାଦ ଦେଉଛି। And lift their hearts to a new place of faith in you. ସେମାନଙ୍କ ପ୍ରତ୍ୟେକ ଅନ୍ତର ପ୍ରଭୁ ଅନ୍ତରକୁ ତୁମେ ଉଠାଅ ଆନନ୍ଦରେ। Thank you, Lord, that your word says that by every stripe that you bore, we are healed. ଧନ୍ୟବାଦ ଦେଉଛି ପ୍ରଭୁ, ଯେହେତୁ ସମସ୍ତ ଲୋକମାନଙ୍କୁ ସମସ୍ତ ପ୍ରକାର ଯେଉଁମାନେ ତୁମ ନିକଟକୁ ଆସନ୍ତି ସେମାନଙ୍କୁ ତୁମେ ସୁସ୍ଥତା ପ୍ରଦାନ କରିବ। And I thank you for it today in Jesus' name. ଆଜି ପାଇଁ ତୁମକୁ ଧନ୍ୟବାଦ ଦେଉଛୁ ଯୀଶୁଙ୍କ ନାମରେ। So be healed in Jesus' name. ଯୀଶୁଙ୍କ ନାମରେ ସୁସ୍ଥତା ପ୍ରାପ୍ତ ହୁଅ। And can you say Amen? ଆମେ ସମସ୍ତେ କହିବା ଆମେନ୍, Amen. ଆମେନ୍। Now we just trust in Jesus to do the rest of the job ଆଉ because ବାକି we have ସବୁ prayed. କାମ ଆମେ ଯୀଶୁଙ୍କ ଉପରେ ନିର୍ଭର କରୁ, ଯୀଶୁଙ୍କ ପ୍ରାର୍ଥନା କରୁ, ବାକି କାମ ଯୀଶୁଙ୍କର। There's nothing we can do, only Jesus can do it. So ଆମେ that's ନିଜେ good, isn't it? ଆମେ କିଛି କରିପାରିବା ନା, କିନ୍ତୁ ଯୀଶୁ ହିଁ ତାହା କରନ୍ତି। Amen. ଆମେନ୍। So, if there was a question, I can answer a question, but I've finished what I wanted to say. ମୁଁ ଯାହା କହିବାର ଥିଲା ମୁଁ କହିଦେଲି। ଯଦି ଆପଣମାନଙ୍କ ପାଖରେ କଣ ଯଦି ପ୍ରଶ୍ନ ଥିବ ଆପଣ କହିପାରିବେ, ପ୍ରଶ୍ନ କରିପାରିବେ। ତୋର ଆମର ଯା ତ नुआल भी नहीं कि वाल में रहते भाई कि जा नुआल भी रहते। So, Eslish, may
May I leave now? Is that No, no, fine? no. Just to add, I think you have to pray again for some prayer requests. So after